ତେବେ ବନ୍ଧୁଗଣ, ମୋହନ ସରକାରଙ୍କର ଫୋକସରେ ବର୍ତ୍ତମାନ ଚାଷୀମାନେ ଆଗରେ ଅଛନ୍ତି। ବର୍ତ୍ତମାନ ସୁଭଦ୍ରା ଯୋଜନା ପରେ ପରେ ବର୍ତ୍ତମାନ ଚାଷୀମାନଙ୍କୁ ଆଖି ଆଗରେ ରଖିବେ ମୋହନ ସରକାର। ତେବେ ଯାହା ସୂଚନା ମିଳୁଛି ଯେ ମୋହନ ସରକାରଙ୍କ ଫୋକସରେ ମହିଳାଙ୍କ ପରେ ଚାଷୀ, ବିନା ସୁଧରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଚାଷୀଙ୍କ ଆସ୍ଥାଭାଜନ ହେବା ପାଇଁ ବ୍ୟାପକ କସରତ ଆରମ୍ଭ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆସନ୍ତା 17 ତାରିଖରେ ମହିଳାଙ୍କ ପାଇଁ ନିଜର ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଥିବା ମୋହନ ମାଝୀଙ୍କ ସରକାର ଖୁବ୍ ଶୀଘ୍ର ଚାଷୀଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ଯୋଗାଇ ଦେବେ। ତେବେ ଅର୍ଥାତ୍ ଚାଷୀଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ମୋହନ ମାଝୀଙ୍କ ସରକାର 100 ଦିନିଆ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଶାସକ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀ ଛଟନୀର ମୂଳପୋଛ ପାଇଁ ଖୁବ୍ ଶୀଘ୍ର ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଅର ଘୋଷଣା କରିବେ। ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ବେଳେ ଏହି କଟନୀ ଛଟନୀ ଯେଭଳି ନ ରହିବ ତାହା ସୁନିଶ୍ଚିତ କରିବାକୁ ରାଜ୍ୟର ବିଜେପି ସରକାର ପଦକ୍ଷେପ ନେଇଛି। ସେହିପରି ଚାଷୀଙ୍କୁ ଦିଆଯାଉଥିବା ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲର ପରିମାଣକୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। 2ରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ 2% ସୁଧ ଦେବାକୁ ପଡ଼ିବ। ଆସନ୍ତା ମାସରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିବେ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଦୀର୍ଘ ବର୍ଷ ଧରି ଚାଷୀମାନଙ୍କ ଉପରେ ପଡ଼ି ରହିଥିବା ଋଣ ବୋଝକୁ ପରିଶୋଧ କରିବା ପାଇଁ ସରକାର ୱାନ୍ ଟାଇମ୍ ସେଟଲମେଣ୍ଟ ଘୋଷଣା ସହ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିବେ। ଚାଷୀଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟକ ପ୍ରାଥମିକ କୃଷି ସମବାୟ ସୋସାଇଟି ଖୋଲାଯିବ ଓ ଚାଷୀଙ୍କୁ ମାଗଣା ସଦସ୍ୟ ଭାବେ ଏଥିରେ ସାମିଲ କରିବାକୁ ମଧ୍ୟ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି।